ଆମର ଧନ୍ୟବାଦ ହଉ ସେ ଆମ୍ଭମାନଙ୍କୁ ପୁଣି ଥରେ ଗୋଟେ ସୁଯୋଗ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟକୁ ଆସିବା ପାଇଁ। ଆଜିର ଧ୍ୟାନ ନିମନ୍ତେ ଶାସ୍ତ୍ରରୁ ଯେଉଁ ଅଂଶଟି ଆମେ ନେଇଛୁ, ଯାହା ଗୀତ ସଂହିତା 103 ପର୍ବ 1 ପଦରୁ 5 ପଦ, ସେଠାରେ ଲେଖାଯାଏ, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ଆମମାନଙ୍କ ଜୀବନରେ ଆମେ ଅନେକ ଥର ଧନ୍ୟବାଦୀ ହୋଇନଥାଉ। ଲୋକମାନେ ଆମମାନଙ୍କ ପ୍ରତି ଅନେକ ଉତ୍ତମ ବିଷୟ କରିଛନ୍ତି, ତଥାପି ଆମେ ଭୁଲି ଯାଇଛୁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ତ ବହୁତ ପଛର କଥା। ଅନେକ ଥର ଆମେ ଅଭିଯୋଗ କରିଛୁ, ଅନେକ ଥର ଆମେ ଅସନ୍ତୋଷ ପ୍ରକାଶ କରିଛୁ, କିନ୍ତୁ ଧନ୍ୟବାଦୀ ଆମେ ହୋଇପାରିନାହୁଁ। ଆଜି ସୁଯୋଗ ଆସିଛି ଆମେ ପ୍ରଭୁଙ୍କର ଧନ୍ୟବାଦୀ ହେଇପାରିବା। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଗୀତ ରଚକ କୁହନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ଆଜି ପୁଣି ଥରେ ସୁଯୋଗ ଆସିଛି ଯେ ପ୍ରଭୁ ଆମମାନଙ୍କ ପ୍ରତି କ'ଣ ମଙ୍ଗଳ ବିଷୟ ସବୁ କରିଛନ୍ତି, ଆମେ ତାଙ୍କୁ ଧନ୍ୟବାଦ ଦେବା। ଆଉ ଗୀତ ରଚକ ଲେଖନ୍ତି ତାଙ୍କର ମଙ୍ଗଳ ଦାନ ଗୁଡ଼ିକ କ'ଣ? ସେ କୁହନ୍ତି, ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି। ହାଲେଲୁୟା। ସେ କ'ଣ କରନ୍ତି? ଆମେ ଯାହା ସବୁ ତାଙ୍କ ବିରୁଦ୍ଧରେ କରିଛୁ, ତାଙ୍କୁ ଦୁଃଖ ଦେଇଛୁ, ତାଙ୍କୁ ଅପମାନିତ କରିଛୁ, ଯେତେବେଳେ ଆମେ ତାଙ୍କ ନିକଟକୁ ଯାଉ ସେ ଆମର ଅଧର୍ମ ସବୁ କ୍ଷମା କରନ୍ତି। ସେଥି ନିମନ୍ତେ ଆମେ ତାଙ୍କୁ ଧନ୍ୟବାଦ ଦେବା ଦରକାର। ଲେଖାଯାଉଛି, ସେ ତୁମର ରୋଗ ସବୁ ସୁସ୍ଥ କରନ୍ତି। ମୋର ପ୍ରିୟ ବନ୍ଧୁ, ଆପଣ କ୍ଲିନିକକୁ ଯାଇପାରନ୍ତି, ଟ୍ରିଟମେଣ୍ଟ କରିପାରନ୍ତି, କିନ୍ତୁ ସୁସ୍ଥତା ପ୍ରଭୁଙ୍କ ଠାରୁ ଆସେ। ଆପଣ ଗର୍ବ କରିପାରିବେ ନାହିଁ, ମୋର ଧନ ଅଛି, ମୋ ପାଖରେ ଭଲ ଡକ୍ଟର ଅଛନ୍ତି, ମୁଁ ଭଲ ଚିକିତ୍ସା ନେଉଛି, କିନ୍ତୁ ବାଇବଲ କୁହେ ସୁସ୍ଥତା ସଦା ପ୍ରଭୁଙ୍କ ଠାରୁ ଆସେ। ଆପଣ ଯେଉଁ ଆରୋଗ୍ୟତା ଲାଭ କରୁଛନ୍ତି, ଆପଣ ଯେଉଁ ସୁସ୍ଥ ଶରୀର ଉପଭୋଗ କରୁଛନ୍ତି, ତାହା ପ୍ରଭୁଙ୍କର ଦାନ ଅଟେ। ସେଥି ନିମନ୍ତେ ଆପଣ କେବେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି କି? ମୋର ପ୍ରିୟମାନେ, ଆପଣ ଯାହା ପାଇଛନ୍ତି ସବୁ ବିଷୟ ପ୍ରଭୁ ମାଗଣାରେ ଦେଇଛନ୍ତି। ସେଥିପାଇଁ ଆପଣଙ୍କୁ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ହେବା ଦରକାର। ଲେଖାଯାଏ, ସେ ତୁମ୍ଭକୁ ବିନାଶରୁ ମୁକ୍ତ କରନ୍ତି। ସେ ତୁମ ଜୀବନକୁ ବିନାଶରୁ ମୁକ୍ତ କରନ୍ତି। ଆପଣ ବିନାଶ ହେଇଯିବା କଥା, ଆପଣ ବିନଷ୍ଟ ହୋଇଯାଇଥାନ୍ତେ, କିନ୍ତୁ ସେ ଆପଣଙ୍କୁ ରକ୍ଷା କରିଛନ୍ତି। ସେଥିପାଇଁ ଆପଣ ତାଙ୍କୁ ଧନ୍ୟବାଦ ଦିଅନ୍ତୁ। ଲେଖାଯାଏ, ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି। ତେଣୁ ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ଅନେକ ଥର ଆମେ ପ୍ରଭୁଙ୍କ ନିକଟରେ ଧନ୍ୟବାଦୀ ହେଇନାହୁଁ। ଆଜି ସୁଯୋଗ ଆସିଛି ଆମେ ପୁଣି ଥରେ ତାଙ୍କୁ କହିବା, ପ୍ରଭୁ ମୁଁ ଆପଣଙ୍କୁ ଧନ୍ୟବାଦ ବୋଲି କହୁଛି। ମୁଁ ଆପଣମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହେଁ। ଆପଣ କୋଉ କୋଉ ବିଷୟ ପାଇଁ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ହେବା ଦରକାର? ଯଦି ଆପଣ ଦେଖିବେ 2 କରନ୍ଥିଓ ତାର 9 ପର୍ବ ତାର 15 ପଦ, ସେଠାରେ ଲେଖାଯାଏ, ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହଉ। କରନ୍ଥିଓ ମଣ୍ଡଳୀକୁ ଲେଖିବା ସମୟରେ ସାଧୁ ପାଉଲ ଲେଖୁଛନ୍ତି, ସେ କହୁଛନ୍ତି ଈଶ୍ୱରଙ୍କ ଅକଥନୀୟ ଦାନ। ସେ ଦାନଟି କ'ଣ? ଯେଉଁ ଦାନକୁ ଆପଣ ଡେସ୍କ୍ରାଇବ୍ କରିପାରିବେ ନାହିଁ, ଯେଉଁ ଦାନଟି ଆପଣ ପାଇବା ପାଇଁ ଯୋଗ୍ୟ ନଥିଲେ, ଏ ପ୍ରକାର କୋଉ ଦାନ ଈଶ୍ୱର ଆପଣମାନଙ୍କୁ ଦେଇଛନ୍ତି? ବାଇବେଲ କହେ ଯୋହନ 3:16, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଆପଣଙ୍କ ପାଇଁ ସ୍ୱର୍ଗର ପରମେଶ୍ୱର ତାଙ୍କ ପୁତ୍ରଙ୍କୁ ଦାନ କଲେ। ଅନେକ ଥର ଆମେ ଅଭିଯୋଗ କରିଛୁ, ପ୍ରଭୁ ମୋତେ ଏ ବିଷୟ ଦେଉନାହାନ୍ତି, ମୁଁ ଗୁଡ଼ାଏ ବିଷୟ ମାଗୁଛି, କିନ୍ତୁ ପ୍ରଭୁ ମୋ ପାଇଁ ଏହା କରୁନାହାନ୍ତି। କିନ୍ତୁ ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଯେଉଁ ଈଶ୍ୱର ଆପଣଙ୍କ ପାଇଁ ତାଙ୍କ ପୁତ୍ରଙ୍କୁ ଦାନ କଲେ, ସେ ଆପଣଙ୍କୁ ଆଉ କ'ଣ ନ ଦେବେ? ସାଧୁ ପାଉଲ ଲେଖୁଛନ୍ତି, ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହଉ। ମାନବ ଜାତି ନିମନ୍ତେ ସବୁଠାରୁ ସର୍ବଶ୍ରେଷ୍ଠ ସର୍ବୋତ୍କୃଷ୍ଟ ଦାନଟି କ'ଣ? ଯୀଶୁ ଖ୍ରୀଷ୍ଟ। ଆଜିର ସମୟରେ ଲୋକମାନେ ମୁକ୍ତି ଖୋଜୁଛନ୍ତି, ଶାନ୍ତି ପାଇବା ପାଇଁ ଚାହୁଁଛନ୍ତି। କୋଉଠି ମିଳିବ ମୋର ପ୍ରିୟମାନେ? ମୁକ୍ତି ତ ଯୀଶୁ ଦିଅନ୍ତି, ଶାନ୍ତି ତ ଯୀଶୁ ଦିଅନ୍ତି। ଆପଣ ଯୀଶୁଙ୍କ ବିନା ଶାନ୍ତି ପାଇପାରିବେ ନାହିଁ, ଆପଣ ଯୀଶୁଙ୍କ ବିନା ମୁକ୍ତି ପାଇପାରିବେ ନାହିଁ। ଆଉ ସ୍ୱର୍ଗର ପରମେଶ୍ୱର ଆପଣଙ୍କ ନିମନ୍ତେ ବ୍ୟକ୍ତିଗତ ଭାବରେ ଆପଣଙ୍କ ନିମନ୍ତେ ତାଙ୍କ ପୁତ୍ରଙ୍କୁ ଦେଲେ। ତେଣୁ ସାଧୁ ପାଉଲ କୁହନ୍ତି, ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହଉ। ଆପଣ କେବେ ଧନ୍ୟବାଦ ଦେଇଛନ୍ତି କି? ପ୍ରଭୁ ମୋ ନିମନ୍ତେ ଆପଣଙ୍କ ପୁତ୍ରଙ୍କୁ ଆପଣ ଦାନ କରିଛନ୍ତି।
ଆଉ ଯୀଶୁ ଯୋଉଦିନ ସ୍ୱର୍ଗାରୋହଣ କରୁଛନ୍ତି ସେ କହିକି ଯାଉଛନ୍ତି ମୋ ଉତ୍ତାରେ ମୁଁ ଜଣକୁ ପଠେଇବି, ସେ ହେଉଛନ୍ତି ପବିତ୍ର ଆତ୍ମା। ମାନବ ଜାତି ନିମନ୍ତେ ସବୁଠାରୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ଦାନ ହେଉଛି ପବିତ୍ର ଆତ୍ମା, ଯେ ଆପଣଙ୍କୁ ପବିତ୍ର ଜୀବନ କାଟିବା ପାଇଁ ସାହାଯ୍ୟ କରିବେ, ଯେ ଆପଣଙ୍କୁ ଈଶ୍ୱରଙ୍କ ରାଜ୍ୟକୁ ନେଇଯିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ, ଯେ ଆପଣଙ୍କୁ ସମସ୍ତ ସମସ୍ୟା ମଧ୍ୟରେ, ସମସ୍ତ କଷ୍ଟ ମଧ୍ୟରେ, ସମସ୍ତ ଯନ୍ତ୍ରଣା ମଧ୍ୟରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଗୋଟେ କମ୍ଫର୍ଟର ଭାବରେ ଜଗତରେ ରହିଛନ୍ତି। ଆଉ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଦାନ ଯାହା ମନୁଷ୍ୟ ତା ହାତରେ ଧରି ପାରୁଛି ତାହା ହେଉଛି ପବିତ୍ର ବାଇବଲ। ପ୍ରଥମ ଦାନ ହେଉଛି ପବିତ୍ର ପୁତ୍ର, ଦ୍ୱିତୀୟ ଦାନ ହେଉଛି ପବିତ୍ର ଆତ୍ମା, ଆଉ ତୃତୀୟ ସର୍ବଶ୍ରେଷ୍ଠ ଦାନ ହେଉଛି ପବିତ୍ର ବାଇବଲ। ଆପଣ କେବେ ପଢ଼ିଛନ୍ତି କି? ଆପଣ ଅନେକ ବହି ପଢ଼ିଛନ୍ତି କିନ୍ତୁ ବାଇବଲ ପଢ଼ି ନାହାନ୍ତି। କେଜିରୁ ପିଜି ପର୍ଯ୍ୟନ୍ତ ଆପଣ ଗୁଡ଼ାଏ ବହି ପଢ଼ୁଛନ୍ତି କିନ୍ତୁ ବାଇବଲ ପଢ଼ି ନାହାନ୍ତି। ବାଇବଲ ଥରେ ପଢ଼ିକି ଦେଖନ୍ତୁ। ବାଇବଲରେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ଅଛି, ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଅଛି। ଆଉ ସବୁଠାରୁ ବଡ଼ କଥା, ଆମେ ଏ ବହିକୁ ହିଁ ଉପେକ୍ଷା କରିଛୁ। ଏ ବହିକୁ ଉପେକ୍ଷା କରିବା ତା ମାନେ କ'ଣ? ଏ ବହିର ପରମେଶ୍ୱରଙ୍କୁ ଉପେକ୍ଷା କରିବା। ଏଇଟା ହେଉଛି ମଣିଷ ଜାତି ନିମନ୍ତେ ଗୋଟେ ଗାଇଡ ବୁକ୍। ବାଇବଲ ମାନେ କ'ଣ? BIBLE କୁହାଯାଉଛି ବେସିକ୍ ଇନଷ୍ଟ୍ରକ୍ସନ ବିଫୋର ଲିଭିଂ ଅର୍ଥ। ଆପଣ ଜଗତ ପରିତ୍ୟାଗ କରିବା ପୂର୍ବରୁ ପ୍ରଭୁ ଗୋଟେ ବେସିକ୍ ଇନଷ୍ଟ୍ରକ୍ସନ ଦେଇଛନ୍ତି, କ'ଣ କରିବେ କ'ଣ କରିବେ ନାହିଁ, କ'ଣ କଲେ ଆପଣ ଦଣ୍ଡିତ ହେବେ, କ'ଣ କଲେ ଆପଣ ଆଶୀର୍ବାଦ ପାଇବେ, କ'ଣ କଲେ ଆପଣ ପାପରେ ପତିତ ହେବେ, କ'ଣ କଲେ ପାପରୁ ମୁକ୍ତି ପାଇବେ। ସମସ୍ତ ବିଷୟ ଏ ବହିରେ ଅଛି। ପ୍ରିୟମାନେ, ଆଜି ଧନ୍ୟବାଦ ଦେଇପାରିବେ ଯେ ପିତା ପରମେଶ୍ୱର ଆପଣଙ୍କ ପାଇଁ ତାଙ୍କ ପୁତ୍ରଙ୍କୁ ଦେଲେ, ଯେ କ୍ରୁଶରେ ଆପଣଙ୍କ ପାଇଁ ବଳିକୃତ ହେଲେ। ତାହା ହେଉଛି ପ୍ରଥମ ସବୁଠାରୁ ଶ୍ରେଷ୍ଠ ଦାନ ଅଟେ। ତାପରେ ଆପଣ ଯଦି ଦେଖିବେ ରୋମିଓ ତାର 6 ପର୍ବ 17 ଏବଂ 18 ପଦ ଲେଖାଯାଏ, କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହଉ ଯେ ତୁମ୍ଭେମାନେ ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ, ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ। ଆପଣ ଦ୍ୱିତୀୟ ବିଷୟ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବେ, ଯାହା ରୋମିଓ ମାନଙ୍କ ନିମନ୍ତେ ଲେଖିବା ସମୟରେ ପାଉଲ କହୁଛନ୍ତି, ଈଶ୍ୱରଙ୍କର ଧନ୍ୟବାଦ ଏଇଥିପାଇଁ ଆମେ କରିବା ଯେ ସେ ଆମମାନଙ୍କୁ ପାପର ଦାସତ୍ୱରୁ ମୁକ୍ତ କରିଛନ୍ତି। ପ୍ରିୟ ବନ୍ଧୁ, ଆପଣ ଏବଂ ମୁଁ ଦିନେ ପାପର ଦାସତ୍ୱରେ ଥିଲୁ, ପାପର ବନ୍ଧନରେ ଥିଲୁ, ପାପର ବଶୀଭୂତରେ ଆମେ ରହିଥିଲୁ, କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ପାପର ଦାସତ୍ୱରୁ ମୁକ୍ତ କରିଛନ୍ତି। ସେଥି ନିମନ୍ତେ ଆମେ ମାନେ ପ୍ରଭୁଙ୍କ ନିକଟରେ ଧନ୍ୟବାଦୀ ହେବା ଦରକାର। ନହେଲେ ଆମେ ପାପରେ ମରିଥାନ୍ତୁ, ପାପରେ ସଢ଼ି ଯାଇଥାନ୍ତୁ, ସେ ଆବର୍ଜନା ମଧ୍ୟରେ ଛଟପଟ ହଉଥିଲୁ, କିନ୍ତୁ ପ୍ରଭୁ ଆମମାନଙ୍କୁ ସେ ପାପର ଦାସତ୍ୱରୁ ମୁକ୍ତ କରିଛନ୍ତି। ସେଥି ନିମନ୍ତେ ଆମେ ତାଙ୍କ ନିକଟରେ ଧନ୍ୟବାଦୀ ହେବା ଦରକାର। ଆଉ କଲୋସ୍ୟ ମଣ୍ଡଳୀ ନିକଟକୁ ଲେଖିବା ସମୟରେ ସାଧୁ ପାଉଲ ଗୋଟିଏ କଥା ଲେଖନ୍ତି। କଲୋସ୍ୟ ତାର 1 ପର୍ବ ତାର 12 ପଦ ଏଟା ଲେଖାଯାଏ, ପୁଣି ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କର ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ତୃତୀୟ ବିଷୟ, ଆପଣ ଈଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବେ ଯେ ସେ ଆପଣମାନଙ୍କୁ ସାଧୁମାନଙ୍କ ସହିତ ସହ ଅଧିକାରୀ ହେବା ନିମନ୍ତେ ଯୋଗ୍ୟ କରିଛନ୍ତି। ତାମାନେ କ'ଣ? ସ୍ୱର୍ଗର ଯୋଗ୍ୟ କରିଛନ୍ତି, ସ୍ୱର୍ଗ ରାଜ୍ୟ ନିମନ୍ତେ ଆପଣଙ୍କୁ ଯୋଗ୍ୟ କରିଛନ୍ତି। ଆମେ ଯେଉଁ ଜଗତର ଅବସ୍ଥାକୁ ଦେଖୁଛୁ, ଏ ଜଗତ ତ ସବୁଦିନ ରହିଲା ଭଳିଆ ଲାଗୁନାହିଁ। ଆପଣ ମଧ୍ୟ ସଦାକାଳ ଜଗତରେ ରହିବେ ନାହିଁ, କିନ୍ତୁ ଏଇ ଜଗତ ପରିତ୍ୟାଗ କଲା ପରେ ଆପଣ କୋଉଠି ଯିବେ? ଯେଉଁ ଯୀଶୁଙ୍କୁ ଆପଣ ବିଶ୍ୱାସ କରନ୍ତି, ତାଙ୍କ ଦ୍ୱାରା ଆପଣ ପାପରୁ ମୁକ୍ତ ହୋଇଛନ୍ତି, ଆଉ ସେ ଆପଣଙ୍କୁ ତାଙ୍କ ରାଜ୍ୟ ନିମନ୍ତେ ଯୋଗ୍ୟ କରିଛନ୍ତି। ପ୍ରିୟ ବନ୍ଧୁ, ସେଥିପାଇଁ ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ। ଏ ଜଗତରେ ଆପଣଙ୍କର କ'ଣ ଥାଉ ବା ନଥାଉ, ଏ ଜଗତରେ ଆପଣ କେଉଁ ଅବସ୍ଥାରେ ଅଛନ୍ତି ତାହା ବଡ଼ ବିଷୟ ନୁହେଁ। ଆପଣ ରୋଗରେ ଥାଇପାରନ୍ତି, ସମସ୍ୟାରେ ଥାଇପାରନ୍ତି, କିନ୍ତୁ ଏଇଟା ସଦାବେଳେ ରହିବ ନାହିଁ। ଆପଣ ଜଗତ ତଳେ ପରିତ୍ୟାଗ କରିକି ଯିବେ। ଆପଣଙ୍କ ନିମନ୍ତେ ଗୋଟେ ରାଜ୍ୟ ପ୍ରସ୍ତୁତ ଅଛି, ଆଉ ସେ ରାଜ୍ୟ ନିମନ୍ତେ ସେ ଆପଣଙ୍କୁ ଯୋଗ୍ୟ କରିଛନ୍ତି। ସେଥି ନିମନ୍ତେ ଆପଣ ତାଙ୍କର ଧନ୍ୟବାଦ କରିପାରିବେ। ପୁଣି କୁହନ୍ତି ସାଧୁ ପାଉଲ କରନ୍ଥୀୟ ମଣ୍ଡଳୀକୁ ଲେଖିବା ସମୟରେ, ପ୍ରଥମ କରନ୍ଥୀୟ ତାର 15 ଅଧ୍ୟାୟ ତାର 57 ପଦ, ଏଠୁ ବହୁତ ସୁନ୍ଦର ବିଷୟ ଲେଖନ୍ତି। ସେ କହୁଛନ୍ତି, କିନ୍ତୁ ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହଉ। କାହିଁକି ଆପଣ ଈଶ୍ୱରଙ୍କୁ ଧନ୍ୟବାଦ ଦେବେ? କୋଉ ବିଷୟ ପାଇଁ ଧନ୍ୟବାଦ ଦେବେ? ଲେଖାଯାଏ ଯେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆପଣଙ୍କୁ ଜୟ ପ୍ରଦାନ କରନ୍ତି। ପୂର୍ବ ଭଳିଆ ଆପଣ ସେଇ ବଶୀଭୂତ ଅବସ୍ଥା ରହିବେ ନାହିଁ ଶୈତାନର, ଆପଣ ବନ୍ଧନରେ ରହିବେ ନାହିଁ, ଆପଣ ଜୟଯୁକ୍ତ ଜୀବନ କାଟିବେ।
କାରଣ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସେ ଆପଣଙ୍କୁ ଜୟ ପ୍ରଦାନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ କୁହନ୍ତି, ଯୋହନ ତାର 16 ପର୍ବରେ ଉତ୍ତମ ଭାବରେ କୁହନ୍ତି, 33 ପଦ ଲେଖାଯାଏ, ତୁମ୍ଭେମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣ ଜୟ ଲାଭ କରନ୍ତି। ଆଉ ଯୀଶୁଖ୍ରୀଷ୍ଟ ମଧ୍ୟ ନିଜେ କହୁଛନ୍ତି, ସାହସ ଧର, ମୁଁ ଜଗତକୁ ଜୟ କରିଛି। ପ୍ରିୟ ବନ୍ଧୁ, ୟା ପୂର୍ବରୁ ହୁଏତ ସମସ୍ୟାରେ ଆପଣ ଥିଲେ, କଷ୍ଟରେ ଥିଲେ, କିନ୍ତୁ ଆଜି ଆପଣ ସେଇ ଅବସ୍ଥାରୁ ମୁକ୍ତ ହୋଇପାରିବେ, କାରଣ ଯୀଶୁ ଆପଣଙ୍କୁ ଜୟ ପ୍ରଦାନ କରନ୍ତି। ଆପଣ এই ବିଷୟଗୁଡ଼ିକ ସକାଶେ ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣମାନଙ୍କର ବାହୁଲ୍ୟ ରୂପେ ମଙ୍ଗଳ ହଉ, କାରଣ ଈଶ୍ୱର ହିଁ ଆପଣମାନଙ୍କର ମଙ୍ଗଳ କରିପାରନ୍ତି। ଯୋଗ ଆଜି ଦେଇଥିଲେ, ତାଙ୍କ ବାକ୍ୟରୁ ଯାହା ସବୁ ଆମେ ଧ୍ୟାନ କଲୁ, ଗୀତ ରଚକ କୁହନ୍ତି, ହେ ମୋହର ମନ ସଦାପ୍ରଭୁଙ୍କର ଧନ୍ୟବାଦ କର। ଆପଣ କେଉଁ ବିଷୟଗୁଡ଼ିକ ନିମନ୍ତେ ଧନ୍ୟବାଦ କରିବେ ସେ ତାର ତାଲିକା ଦେଉଛନ୍ତି। କିନ୍ତୁ ଆମେ ନୂତନ ନିୟମରେ ଦେଖୁଛୁ, ଆମେ କାହିଁକି ଧନ୍ୟବାଦ ଦେବା? ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ। ଯୀଶୁଖ୍ରୀଷ୍ଟଙ୍କୁ ଆପଣମାନଙ୍କ ନିମନ୍ତେ, ମୋ ନିମନ୍ତେ ପିତା ପରମେଶ୍ୱର ଦାନ କଲେ, ସେଥି ନିମନ୍ତେ ଆମେ ତାଙ୍କୁ ଧନ୍ୟବାଦ ଦେଇପାରିବା। ଆଉ ଦ୍ୱିତୀୟ ବିଷୟ, ପାପର ଦାସତ୍ୱରୁ ମୁକ୍ତ କରିଛନ୍ତି, ସେଇଥିପାଇଁ ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବେ। ଆପଣ ଦିନେ ପାପର ଦାସତ୍ୱରେ ରହିଥିଲେ, ଆପଣ ଆଜି ଧନ୍ୟବାଦୀ ଯେ ପ୍ରଭୁ ଆପଣଙ୍କୁ ପାପର ଦାସତ୍ୱରୁ ମୁକ୍ତ କରିଛନ୍ତି। ତୃତୀୟରେ, ସ୍ୱର୍ଗ ନିମନ୍ତେ ଆପଣଙ୍କୁ ଯୋଗ୍ୟ କରିଛନ୍ତି। ଆପଣ ସ୍ୱର୍ଗ ରାଜ୍ୟ ଯିବା ନିମନ୍ତେ ଯୋଗ୍ୟ ଅଟନ୍ତି, କାରଣ ପାପର ଦାସତ୍ୱରୁ ଆପଣ ମୁକ୍ତ ପାଇଛନ୍ତି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା। ଏବଂ ପରିଶେଷରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣଙ୍କୁ ସେ ଜୟ ପ୍ରଦାନ କରନ୍ତି। ଆଉ ଯୀଶୁ ମଧ୍ୟ କୁହନ୍ତି, ସାହସ ଧର, ମୁଁ ଜଗତକୁ ଜୟ କରିଛି। ଆଜିଠାରୁ ଆପଣ ଗୋଟେ ଜୟଯୁକ୍ତ ଜୀବନ କାଟିପାରିବେ। ଆସନ୍ତୁ ପ୍ରାର୍ଥନା କରିବା। ମହାମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆପଣଙ୍କୁ ଧନ୍ୟବାଦ ଦେଉଛୁ ପ୍ରଭୁ, ଯେ ଆପଣ ଆମମାନଙ୍କ ସହିତ କଥା ହୋଇଛନ୍ତି। ଏକ ଧନ୍ୟବାଦହୀନ ସମାଜରେ ଆମେ ବାସ କରୁଛୁ, କିନ୍ତୁ ଆଜି ଆପଣ ଆମମାନଙ୍କ ସହିତ କଥା ହେଇଛନ୍ତି। ଆମେ କୋଉଥିପାଇଁ ଧନ୍ୟବାଦ ଦେବୁ? ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମମାନଙ୍କ ହୃଦୟରେ ଏ ପ୍ରକାର ଗୋଟେ ଅନ୍ତଃକରଣ ଆପଣ ଦିଅନ୍ତୁ ପ୍ରଭୁ, ଯେପରି ସଦାସର୍ବଦା ଆପଣଙ୍କ ନିକଟରେ ଧନ୍ୟବାଦ ହେଇପାରିବୁ। ପ୍ରଭୁ ଯୀଶୁଙ୍କ ସକାଶେ ଆପଣଙ୍କୁ ଧନ୍ୟବାଦ ଦେଉଛୁ, ଯାହାଙ୍କ ଦ୍ୱାରା ଆପଣ ଆମମାନଙ୍କୁ ଜୟ ପ୍ରଦାନ କରିଛନ୍ତି, ପାପର ବନ୍ଧନରୁ ମୁକ୍ତ କରିଛନ୍ତି, ସ୍ୱର୍ଗ ରାଜ୍ୟର ପ୍ରଜା କରିଛନ୍ତି। ପ୍ରଭୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ, ପୁଣି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଜୟ ପ୍ରଦାନ କରିଛନ୍ତି। ପିତା, ଆମମାନଙ୍କୁ ସାହାଯ୍ୟ ଆପଣ କରନ୍ତୁ, ଯେ ଆମେ ସର୍ବଦା ଯୀଶୁଙ୍କ ସଙ୍ଗତିରେ ରହିପାରିବୁ, ଆପଣଙ୍କ ପବିତ୍ର ଆତ୍ମାଙ୍କ ସଙ୍ଗତିରେ ରହିପାରିବୁ, ଆପଣ ଦେଇଥିବା ପବିତ୍ର ଶାସ୍ତ୍ରକୁ ଅଧ୍ୟୟନ କରିପାରିବୁ, ଯେ ଆମେ ପବିତ୍ର ଜୀବନ କାଟିପାରିବୁ, ପୁଣି ଆପଣଙ୍କର ରାଜ୍ୟ ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିବୁ। ଏ ପ୍ରାର୍ଥନାଟି ଆପଣ ଶୁଣିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେଇ ଏ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ପିତା ଈଶ୍ୱରଙ୍କର ପ୍ରେମ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ସହଭାଗିତା ଯୀଶୁଖ୍ରୀଷ୍ଟଙ୍କୁ ମେଘମାଳାରେ ସାକ୍ଷାତ କରିବା ପର୍ଯ୍ୟନ୍ତ ଆପଣମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମେନ୍।